ओम शांति। कल्याणकारी मंगलमय निराकार प्रभु शिव बाबांकर निराकारी आत्मिक संतान मानंकु हृदयर सहित शुभ अभिनंदन, शुभेच्छा, सुस्वागतम, सुप्रभात। कथारे अछि अभ्यास मूले ए जगत। भारतर प्रथम आउ प्रख्यात महिला पॉप गायिका बा पॉप सिंगर उषा उथुपଙ୍କୁ किए बा न जाने, किंतु तांकर एही यात्रा एते सहज नथिला। पिलादिने जेतेबेले से गुरुंक पाखकु गले संगीत शिक्षा करिवा पई, तांकर कंठस्वर शुणी गुरु कहिले, तुमे घर को जाओ, तुम द्वारा संगीत होई परिबो नाही। कारण तांकर कंठस्वर पुरुषंक भଳି थिला। सेठारु से फेरी आसिले सत मन दुखरे, किंतु संगीत प्रति तांकर आग्रह कम होई नथिला। लक्ष्य स्पष्ट थिला कि मु निश्चय गायिका हेबी। तेबे निजे मध्य चिंता कले कि मोर जो कंठस्वर सेथिरे केउ संगीत शिक्षा कले मु सफल हेबी। शेषरे से पाश्चात्य बा पॉप संगीत को बाछिले एवं निरंतर अभ्यास करि चलिले। शेषरे दृढ़ इच्छा शक्ति, स्पष्ट लक्ष्य एवं कठोर अभ्यास बलरे प्रसिद्ध गायिका होई गले। एही भली आमे जदि देखिबा आम चतुष्पार्श्वरे अनेक उदाहरण मिली जीवो। अभ्यास द्वारा असाध्य को साधन करिवार बहु उदाहरण बा बहु नमूना आमको मिली जीवो। आज आमे विज्ञानर चमत्कारिता को देखि आश्चर्य हेउछे। तेबे एहा सबु तैयारी करिछि कि? एई मनुष्य ही करिछि, जहा द्वारा असंभव कार्य को मध्य एही उपकरण गुड़िक सहजरे एवं स्वल्प समय मध्यरे संपादन करि पारुछि। तेबे एही सबु उपकरण गुड़िक व्यवहार करिबा पई सेमानकु केते अभ्यास आउ केते परिश्रम आदि करिबा को पड़ी नथिबो। एपरि कौनसी कार्य नाही जहा अभ्यास द्वारा संभव न होई पारिबो। तेबे मनुष्य आज निजर सुख सुविधा पाई विज्ञान बल को व्यवहार करुछि सत, मात्र एहा द्वारा स्थायी सुख शांति प्राप्त हेबा असंभव। कारण आमे केवल भौतिकवादी हो जाइछु, देह सर्वस्व हो जाइछु, जेतेबेले कि वास्तव रे आमे एई देह बा शरीर नहु, परंतु शरीर को धारण करी शरीर द्वारा कर्म संपादन कलावाला ज्योति स्वरूप आत्मा अटु। एही स्मृति को संपूर्ण रूपे भूली जाइछु। तेणु देह अभिमान कारणरू पंच विकारर वशवर्ती होई विकर्म करि चलिछु। दुख अशांति भोग करिबा सहित सारा प्रकृति को मध्य तम प्रदान करि देइछु। सेथिपाई स्वयं परमात्मा निराकार भगवान शिव पिता आसी कहउछंती, हे मोर मधुर आत्मिक संतानगण, विकर्मरु मुक्त हेबा पाई बारंबार बारंबार अशरीरी आत्मा हेबार अभ्यास कर। मु देह नुहे, आत्मा बिंदु। एई देह पंचतत्वरे गढ़ा विनाशी।
ମୁଁ ବିନ୍ଦୁ ଆତ୍ମା ଅବିନାଶୀ, ମୋର ସ୍ୱଧର୍ମ ଶାନ୍ତି, ମୋର ପିତା ଶାନ୍ତିର ସାଗର ପରମାତ୍ମା, ମୋର ଘର ଶାନ୍ତିଧାମ। ଏହି ଅଭ୍ୟାସ କରିଚାଲ। ଏହି ଅଭ୍ୟାସ ହିଁ ତୁମକୁ ମାୟାଜିତ କରିଦେବ ଏବଂ ସ୍ଥାୟୀ ଭାବରେ ମୋ ସହିତ ବୁଦ୍ଧିର ଯୋଗ ଲାଗି ରହିବ। ତେବେ ଯାଇ ତୁମ ଆତ୍ମାରୁ ଜନ୍ମ ଜନ୍ମାନ୍ତରରୁ ଗଚ୍ଛିତ ଥିବା ବିକର୍ମର ବା ପାପର ବୋଝ ସମାପ୍ତ ହୋଇ ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ସତୋପ୍ରଧାନ ଦୈବୀଗୁଣ ସମ୍ପନ୍ନ ହୋଇ ନୂତନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆର ଅଧିକାରକୁ ପ୍ରାପ୍ତ କରିପାରିବ। ତେବେ ଏହି ଶ୍ରେଷ୍ଠ ଯୋଗ ଖଣ୍ଡିତ ନ ହେବା ପାଇଁ ବୁଦ୍ଧିରେ ନିଶ୍ଚୟ ରହିବା ଆବଶ୍ୟକ କି ସତ୍ୟ ତ୍ରେତୟା ଦୁଇ ଯୁଗରେ ଆମେ ପବିତ୍ର ଥିଲୁ, ଦ୍ୱାପର ଆଉ କଳି ଯୁଗରେ ପତିତ ହେଲୁ। ଏବେ ଏହି ସଙ୍ଗମ ଯୁଗରେ ପୁନଶ୍ଚ ଆମକୁ ପବିତ୍ର ହେବାକୁ ହିଁ ପଡ଼ିବ। ଯଦି ଏହି ନିଶ୍ଚୟ ପକ୍କା ହୋଇଯିବ, ତେବେ ଯୋଗ ଖଣ୍ଡିତ ହେବ ନାହିଁ, ନିରନ୍ତର ଯୋଗ ଲାଗି ରହିବ। ମାୟା ତୁମକୁ ହରେଇ ପାରିବ ନାହିଁ। ନିଜେ ପରାଜିତ ହୋଇ ଅଧାକଳ୍ପ ଅର୍ଥାତ୍ ସତ୍ୟ ତ୍ରେତୟା ଦୁଇ ଯୁଗ ପର୍ଯ୍ୟନ୍ତ ତୁମଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବ। ଯେତେ ଯେତେ ଯୋଗଯୁକ୍ତ ହୋଇ ରହିବ, ସେହି ଆଧାରରେ ରାଜ୍ୟ ଅଧିକାର ମଧ୍ୟ ପ୍ରାପ୍ତ ହୋଇପାରିବ। ଦୁନିଆରେ ରାଜା ରାଜ୍ୟ କରିଥାନ୍ତି, ହେଲେ ସୈନ୍ୟ ତାଙ୍କ ପାଇଁ ଲଢ଼େଇ କରିଥାନ୍ତି। ହେଲେ ତୁମକୁ ନିଜ ପାଇଁ ନିଜେ ହିଁ କରିବାକୁ ହେବ। ନିଜ ଉପରେ ନିଜେ କୃପା କରି ଚାଲ। କୌଣସି ବି ଅସତ୍କର୍ମ କରିବା ଅନୁଚିତ। ମୃତ୍ୟୁ ସମ୍ମୁଖରେ ଉପସ୍ଥିତ। ଏହା ବିନାଶର ସମୟ। ସେଥିପାଇଁ ସମସ୍ତଙ୍କୁ କବର ମଧ୍ୟରୁ ଅର୍ଥାତ୍ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରିବାକୁ ପଡ଼ିବ। ନିଜେ ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାର ସେବା କରିବାକୁ ହେବ। ଯେହେତୁ ଏହି ପୁରୁଣା ଦୁନିଆ ଏବଂ ପୁରୁଣା ଶରୀର ଏବେ ବିନାଶ ହେବାକୁ ଯାଉଛି, ତେଣୁ ଏହି ଦୁନିଆରେ କୌଣସି ପ୍ରକାରର କାମନା ବା ଇଚ୍ଛା ରଖିବା ଉଚିତ ନୁହେଁ, ନଚେତ୍ ଦୁଃଖ ହିଁ ଦୁଃଖ ପ୍ରାପ୍ତ ହେବ। ସମସ୍ତଙ୍କର ବୁଡ଼ି ଯାଇଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ହେବ। ବାବାଙ୍କର ପୂରା ସହଯୋଗୀ ହେବାକୁ ପଡ଼ିବ। ଶିବ ବାବା କହୁଛନ୍ତି, ଯୋଗର ପ୍ରୟୋଗ ଦ୍ୱାରା ସର୍ବସମ୍ପତ୍ତିକୁ ବୃଦ୍ଧି କରୁଥିବା ସଫଳ ତପସ୍ୱୀ ହୁଅ। ଯୋଗର ପ୍ରୟୋଗ ଅର୍ଥାତ୍ ଖର୍ଚ୍ଚ କମ୍, ପ୍ରାପ୍ତି ଅଧିକ। ସମୟ ଏବଂ ସଂକଳ୍ପ ଏହି ଦୁଇଟି ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। ଏହାକୁ ଯେତେ ସମ୍ଭବ କମ୍ ଖର୍ଚ୍ଚ କରିବା ଆବଶ୍ୟକ। ନିଜର ଅନାଦି ଅର୍ଥାତ୍ ଆତ୍ମିକ ସଂସ୍କାର ଏବଂ ଆଦି ଅର୍ଥାତ୍ ଦୈବୀ ସଂସ୍କାରକୁ ସ୍ମୃତିରେ ରଖି ସର୍ବଦା ଅଚଳ ଅଡୋଳ ରୁହ, ମହାବୀର ସଦୃଶ। ଆଚ୍ଛା, ଆଜି ପାଇଁ ଏତିକି। ପୁଣି ଆସନ୍ତାକାଲି ଆମେମାନେ ସେହି ପରମାତ୍ମା ପରମ କାରୁଣିକ ନିରାକାର ଶିବ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରି ନିଜ ଜୀବନରେ ଧାରଣ କରିବା।
ନିଜର କଲ୍ୟାଣ କରିବା ସହିତ ସାରା ବିଶ୍ୱର କଲ୍ୟାଣ କରିବା ହେତୁ କାର୍ଯ୍ୟ କରି ଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।